गुणरहितं सद्गुरु त्वं महाराज की सद्गुरु त्वं नमामि सद्गुरु त्वं नमामि। पंचाशीन श्रेष्ठाय नमः ज्येष्ठाय नमः और सामने उपस्थित थिबा नर नारायण सदृश और माता नारायणी सदृश माँ भौणी मानकु भाई मानकु और सब सत्संग भल पाउथबा श्रद्धा विश्वास सह आसीथिबा निज समय को बड़ी पकईकि ईश्वरीय काम पुरुषार्थ करने किसी समय देथिबा सेही पवित्र आत्मा मान को अनाम मुनिर सप्रेम जय जी। प्रवचन आम शुणुचे बहुत प्रवचन माने परवचन मो आखि द्वारा आपण मैंने देखिपारे आप अंध मो आखिर देखिपारे कि देखिपारे आप हाथ खराब हो मो हाथ द्वारा आप विश्वास नहीं पारे कि हाथ चलिए कि ना मो गोड़ आप छोटा मो गोड़ द्वारा चली पारे कि ना जदि मो गोड़ आप कम लगुनि मो आखि आप कम लगुनि मोर कौन से आप कम लगुनि मोर ये संस्था भाषण से आप कम लगे बोली ये आप चिंता कर से हजार सत्संग शुणिले किसी लाभ ना जे निज वचन शुणिनी इदम तीर्थ भ्रमति तामसा जना आत्मतीर्थ न जानाति कथमुख्य बरान इदम गुरु भ्रमति तामसा जना आत्मगुरु न जानाति कथमुख्य बरान जेते पर्यंत आपण निज वचन शुणी ना सेते पर्यंत प्रवचन मूल्य किसी पाइबे। आज जो सत्संग जो आयोजन करमर श्रद्धेय बलराम भाई आंकर नाती सम्राट और आज जन्मदिन से उपलक्षे से जहाँ हो जंजालमय मनुष्य जीवन समय बा अच्छी कार जंजालमय ए मनुष्य जीवन समय बा अच्छे कार जन्मदिन मिछ हो घर प्रतिष्ठा मिछ हो मृत्यु दिवस मिछ हो जयंती मिछ हो सत्संगटा सार बंधु मिलनटा सार आज जो ये जन्म तो आत्मार जन्म ना मृत्यु ना नैन छिन्नति शास्त्राणि नैन दहति पावक न चैन कदंती पा न शोषित मारुत हे अर्जुन आत्मार जन्म ना कि मृत्यु ना से अनंत चिरंतन शाश्वत स्वयंभू किंतु ता बहाना रे आज जो सत्संग आयोजन है मु धन्यवाद दूसरी से पुओ को तार सर्वारिष्ट खनन हो तार पितृदोष देवदोष कालदोष मायादोष ग्रह दोष समस्त दोष खंडन से आगामी दिन गोटे खांटी मुनि हो मुनि समाज गौरव महिमा प्रचार करू मोर आशीर्वाद आप फैमिली की धन्यवाद दूची यही बहाना जो सत्संग आयोजन कर सत्संग एक अमूल्य जिनस भागवत कही अशेष कोटि पाप हरे जे क्षणे सत संग करे कर्मे साधु संग पाई कर्मे असाधु अनेक जन्म पुण्य बड़े मानव जन्म मोहित
দে দিব্য জ্ঞান দেখি সন্তোষ ভগবান যাহার পূর্ব ভাগ্য ধীর তা পুত্র বৈরাগী হইব দুর্লভ মনুষ্য শরীর নরক নিস্তারণ দ্বার ଦୁର୍ଲଭ ମନୁଷ୍ୟ ଶରୀର ନରକ ନିସ୍ତାରଣ ଦ୍ୱାରା ସବୁ ପ୍ରକାର ନରକକୁ ଉଦ୍ଧାର କରିବା ପାଇଁ ଯେଉଁ ଶରୀର ଦରକାର ସେ ଶରୀର ହେଉଛି ମନୁଷ୍ୟ ଶରୀର। କେତେ କୋଟି କୋଟି ଜନ୍ମ ଆମେ ତପସ୍ୟା କରି ମନୁଷ୍ୟ ଶରୀର ପାଇଛୁ। ତେଣୁକରି ଯଦି ମନୁଷ୍ୟ ଶରୀର ପାଇକି ଆମେ ଯଦି ଏ ଶରୀରଟାକୁ ସତ୍କର୍ମରେ ନ ଲାଗେ ଆଉ ମା ଗର୍ଭରେ ଯେଉଁଟା ଆମେ କହିଥିଲେ ହେ ପ୍ରଭୁ ମୋତେ ଜନ୍ମ ଦିଅ ମୁଁ ତମ କାମ କରିବି ପରୋପକାର ସ୍ୱର୍ଗାୟ ଦୁଇଟା କାମ ପାଇଁ ଆସିଛେ ଆତ୍ମମୋକ୍ଷାର ପାଇଁ ଜଗତ ହିତାୟଚ ହେ ପ୍ରଭୁ ଆତ୍ମମୋକ୍ଷାର ପାଇଁ କରିବି ଜଗତ ହିତାୟଚ କରିବି ମୋତେ ଉଦ୍ଧାର କର। ଆମେ ଜନ୍ମ ନେଲୁ ମନୁଷ୍ୟ ଶରୀର ଦୁର୍ଲଭ କିନ୍ତୁ ଆମେ କ'ଣ କରୁ ବୋଲି ସମାଜ କହିଲା ଜ୍ଞାନ ମେ ଶକ୍ତି ଅଛି ଆତ୍ମଜ୍ଞାନ ସବୁଠୁ ଶ୍ରେଷ୍ଠ। ଅନ୍ଧବିଶ୍ୱାସ ଛାଡ଼ିକି ନିଜ ଭିତର ଶବ୍ଦ ଶୁଣ ତମ ଗୁରୁ ତମ ପଥ ପ୍ରଦର୍ଶକ ବିଦ୍ୟମାନ ସେ ଗୋଟେ କଥା ମୁଁ 40 ବର୍ଷ ଧରିକି ଲିଭେଇବା ପାଇଁ ଚେଷ୍ଟା କରୁଛି। ମୋ ବିଷୟରେ ମୁଁ ଟିକେ କହୁଛି ମୁଁ ଯୋଗୀ ଅନାମୁନି ମୁଁ ଗୋଟେ ଅର୍ଫାନ୍ ଟ୍ରଷ୍ଟର ଓଡ଼ିଶା ମୁଖ୍ୟ ମୁଁ ଗୋଟେ ଅନାଥ ଆଶ୍ରମ ପାଠ ପଢ଼ି ମଣିଷ ହେଇଛି। ଅନାଥ ଆଶ୍ରମରେ ଯେତେବେଳେ ମୁଁ BA ପଢ଼ୁଥିଲି ସେତେବେଳେ ଡିସଚାର୍ଜ ହେଇଗଲି ବାହାର କରିଦେଲେ। ମୋ ଘର ନାହିଁ ମାଟି ତଳେ ଆକାଶ ମାଟି ମୋ ପାଦ ତଳେ ମାଟି ନାହିଁ ଆକାଶ ନାହିଁ ଆକାଶ ଛତା ପ୍ଲାଟଫର୍ମରେ ବସିଛି ବାହାରି ଆସିଲା ପରେ ଫାର୍ଷ୍ଟ କ୍ଲାସ୍ କ୍ୟାରିୟର ଖେଳର ପାଇଛି ଦେଶ ତରଫରୁ ଖେଳିଛି କିନ୍ତୁ ହଠାତ୍ କିନା ସରକାର ନିୟମ ହେଉଛି 18 ବର୍ଷ ପରେ ବାହାର କରିଦେବେ ବାଲେଶ୍ୱର ପ୍ଲାଟଫର୍ମରେ ବସିଛି 3 ଦିନ ଉପବାସ ପୁଣି ବୁଲିବି ସାଙ୍ଗ ଦେଖା ହେବ ତ ମୁହଁ ଶୁଖିଛି କ'ଣ କରୁଛୁ ଧନୀମାନେ ସାଙ୍ଗ ସବୁଠୁ ଭଲ ଖେଳୁଥିଲି ପଢ଼ୁଥିଲି ଆରେ ଭାଇ ନା ଠିକ୍ ଅଛି ରାତି ହେବ ପ୍ଲାଟଫର୍ମରେ ଯାଇକି ଶୁଏ ସେଇ ଭିତରେ ଜୀବନ ଆରମ୍ଭ ହେଇଛି। ତାପରେ ଅତି ଦୁଃଖ ଜଞ୍ଜାଳରେ ପଡ଼ିକି ମୁଁ ସନ୍ନ୍ୟାସୀ ହେଇଗଲି ଆନନ୍ଦ ମାର୍ଗରୁ ଗଲି ଆନନ୍ଦ ମାର୍ଗରୁ ଆସିଲି ସେଥିରେ BA ପଢ଼ୁଥିଲି ପଢ଼େଇଲି ଆସିକି BA ପାସ୍ କଲି MA ପାସ୍ କଲି କଲା ପରେ ଯେଉଁଠି କାମ କଲି ସେଇଠି ଶୋଷଣ ହେଲା। ତାପରେ ପୁଣି ବହୁତ ସଂସ୍ଥାରେ ସନ୍ନ୍ୟାସୀ ହେଇଛି 10-12ଟା ସଂସ୍ଥାରେ ସନ୍ନ୍ୟାସୀ ହେଇଛି। ଲାଷ୍ଟକୁ ମୁଁ ମୁନି ସମାଜରେ ଆସିଲି। ମୁନି ସମାଜରେ ଆସିଲା ପରେ ମୁନି ସମାଜର 2ଟା ତତ୍ତ୍ୱ ସେଦିନ ଯେହେତୁ ମୁଁ ଦୁଃଖରେ ଅଙ୍ଗେ ନିଭେଇଛି ମୋ ଜୀବନ ସଙ୍ଗୀତ 18 ବର୍ଷ ପୂର୍ବରୁ ଲେଖିଥିଲି ବାଲେଶ୍ୱର ପ୍ଲାଟଫର୍ମରେ ସେ ଗୀତ ଦୁଃଖ ବି ଯେତିକି ଯନ୍ତ୍ରଣା ସେତିକି ଏହି ନିଃସଙ୍ଗ ଜୀବନ ତେଣୁ ମୋ ଆପଣା ସଂକଳ୍ପେ ଅଟଳ ବଞ୍ଚିଥିବି ଯେତେ ଦିନ ଆଗରେ ଜାଣିଛି କଣ୍ଟକିତ ପଥ ଚାଲିବାକୁ ଅଛି ବାକି ଚାଲିବି ନ ପଡ଼ିବି ଥକି ବୁଝିବା କରୁ ଆଖି ନିନ୍ଦା ଅପମାନ ଗାଳି ଲାଞ୍ଛନା ମୋ ଜନମ କାଳରୁ ବନ୍ଧୁ ତାକୁ ସହି ଆଜି ବି ବଞ୍ଚିଛି ହାରି ହେବି ଭବ ସିନ୍ଧୁ ଅଭାବ କଷଣ ଦୁଃଖ ଅନାଟନ ବାଲ୍ୟକାଳୁ ମୁଁ ଭୋଗିଛି ଭୁକିଲାର ଦୁଃଖ ଅଭାବୀ ଯନ୍ତ୍ରଣା ଅଙ୍ଗେ ଅଙ୍ଗେ ନିଭେଇଛି ନାହିଁ ମୋ ଠିକଣା ଅଜ୍ଞାତ ଅଜଣା
ଅନାମ ନାମ ମୁଁ ଜାଣି ନିଜ ଶବକୁ ମୁଁ ନିଜେ ବହୁ ଅଛି ନିଜ ଦୁଃଖ ଗଣି ଗଣି ସ୍ୱାର୍ଥର ସାରଥି ଏ ମଣିଷ ଜାତି ସତ୍ୟକୁ ବୁଝିବ କାହିଁ ସତ୍ୟ ପଥେ ଥିଲେ ଯନ୍ତ୍ରଣା ମିଳଇ ଏହା ଜାଣିଅଛି ମୁହିଁ ସତ୍ୟର ପଥିକ ହେଲି ଆଜି ବୋଲି ଏକା ଏକା ଗଲି ହୋଇ ଛାଡ଼ି ଗଲେ ମୋତେ ମୋ ସଖା ସଦର ଆତ୍ମୀୟ ସଜନ ଭାଇ ଘରକୁ ଗଲି ଭାଇ ଅଛି ବାପା ମରିଯାଇଥିଲା ମା ଅଛି କିଛି ନଥିଲା ଆମ ଘର ଜମାଡ଼ି ଭାଇ ବାହାର କରିଦେଲା ଏକାକୀ ବୋଲି ମୁଁ ଦୁଃଖ କରୁନାହିଁ ଭାଙ୍ଗି ଯାଇ ନାହିଁ ଦିଳେ ଏକାକୀ ଚାଲୁଛି ଚାଲୁଥିବି ପରା ଯିବା ଯାଏ ମୋହି ତଳେ ସ୍ୱପ୍ନା କଟିଯିବ ସର୍ବେ ଆତଜାତ ପର ଉପକାର ପାଇଁ ଶ୍ରେଷ୍ଠ ଜୀବ ହୋଇ ମଣିଷ ବଞ୍ଚିଛି ନିଜ ସ୍ୱାର୍ଥ ସିଦ୍ଧି ପାଇଁ ବୃକ୍ଷ ପ୍ରାଣଦାତା ପ୍ରକୃତି ମୋ ମାତା ପ୍ରାଣୀ ମୋ ସଖା ସଦର ଏହାଙ୍କ ବିନାଶ କେମିତି ସହିବି ଛାତି ଫାଟି ଯାଏ ମୋର ଆଉ ଅଛି ଲମ୍ବଉନି এই পরিপ্রেক্ষীরে মো জীবন আরম্ভ হয়েছে তারপরে চারিআড়ে বুলি গুরু বাদর চাবুক খাইছি বহু সংস্থারে চাবুক গুরু মানকর ଛେପ ଖାଇଛି ଚାବୁକ ଖାଇଛି ତଥାପି ସେଠି ପୁଣି ଆଉ ଗୋଟେ ସଂସ୍ଥା ସେଠି ବି ଗୁରୁବାଦର ଭାବବାଦର ଜଡ଼ବାଦର ଆଉ କଳ୍ପନାବାଦର ଚାବୁକ ମାଡ଼ ଖାଇ ଖାଇ ଦରମରା ହେଇକି ଯେତେବେଳେ ମୁଁ ବାଲେଶ୍ୱର ମାଟିକି ଫେରି ଆସିଛି ସେତେବେଳେ ଗୋଟେ ମୁନି ସମାଜର ବହି ଜଣେ ମୋତେ ଦେଇଦେଲା ମୁନି ସମାଜର ବହି ଯେତେବେଳେ ଦେଇଦେଲା ମୁଁ ପଢ଼ିଲି ପାଠ ପଢ଼ିଛି ସେତେବେଳକୁ ଗୋଟେ ବିଷୟରେ MA କଲିଣି କ୍ୟାରିୟର ଫାର୍ଷ୍ଟ କ୍ଲାସ୍ ତାପରେ ଯେତେବେଳେ ସେ ବହି ପଢ଼ିଲି ସ୍ୱତନ୍ତ୍ର ଆଉ ମୁକ୍ତ ସ୍ୱାବଲମ୍ବୀ ଓ ସ୍ୱାବଲମ୍ବୀର ବାର୍ତ୍ତା ସେ ମୁନି ଯେ ସ୍ୱତନ୍ତ୍ର ମୁକ୍ତ ନିର୍ଭୀକ ଭାବରେ ସତ୍ ସେର ଉଚ୍ଚା କରି ନିର୍ଭୀକ ଭାବରେ ନିରପେକ୍ଷ ଭାବରେ ମୁଣ୍ଡ ଉଚ୍ଚା କରି ବଞ୍ଚେ ଆଉ ଜୀବ ହିଁ ଭଗବାନ ଆତ୍ମା ହିଁ ଭଗବାନ ମୁଁ ପ୍ରଥମ ଶବ୍ଦ ଶୁଣିଲି ମୁକ୍ତିର ଆଉ ସ୍ୱତନ୍ତ୍ରର ବାର୍ତ୍ତା ମୋତେ ମୁନି ସମାଜ ବହି ପଢ଼ିଲା ପରେ ପରେ ମୋ ଲାଇଫ୍ ଚେଞ୍ଜ ହେଇଗଲା ଚାକିରି କରିବା ଚକ୍କର ଥିଲି ଚାକିରି କରିବା ଚକ୍କର ଥିଲି କ୍ୟାରିୟର ଭଲ ମୁଁ ଆଉ ଚାକିରି କଲିନି ଆଜି ଯାଏଁ ଚାକିରି କରିନି ବିଜନେସ୍ କରିନି କ'ଣ କଲି ମୁନି ସମାଜର ଗୋଟେ କଲି ଦୁଇଟା କଥା ମୋତେ ଟଚ୍ କଲା ସମସ୍ତେ କହିଛନ୍ତି ଇତର ପ୍ରାଣୀ ପଶୁ କିନ୍ତୁ ଗୋଟେ ସଂସ୍ଥା ଜଣେ ଭଗବାନ କହିଛି ମୃତ୍ୟୁର ଭଗବାନ ଶିବ ଭଗବାନ ମନୁଷ୍ୟ ଭଗବାନ ନୁହେଁ କେବଳ ଜୀବ ହିଁ ଭଗବାନ ରିସର୍ଚ୍ଚ କଲି କାହିଁକି ଆଉ ଗୋଟେ ଶବ୍ଦ କହିଲା ତୁମେ ଭିତର ଶବ୍ଦ ଶୁଣ ମୁଁ ଚେଷ୍ଟା କରିଛି 40 ବର୍ଷ ଧରିକି ଭିତର ଶବ୍ଦ ଶୁଣିବା ପାଇଁ ଆଉ ଜୀବ ଭଗବାନ ଲିଭେଇବା ପାଇଁ ସେଇଦିନଠୁ ଟ୍ରଷ୍ଟ କଲି ଅର୍ଫାନ୍ ରିହାବିଲିଟେସନର ଯେଉଁମାନେ ବୁଲୁଛନ୍ତି ସାରା ଓଡ଼ିଶାର ବାପ ମା ଯାହାର ନାହିଁ ମୋର ତ ମା ଥିଲା ବହୁତ ପିଲା ଅଛନ୍ତି ବାପ ମା ନାହିଁ ବାଳସଙ୍କୁ ବାହାର କରିଦେଉଛୁ ଗ୍ରୋନଅପ୍ ଝିଅ ମ୍ୟାଚୁରିଟି ହେଇଥିବ ତାପରେ ବାହାର କରିଦେଉଛୁ ରାସ୍ତା ଗୋଟେ ବୁଲୁଛନ୍ତି ଗଭର୍ଣ୍ଣମେଣ୍ଟର କିଛି ନାହିଁ କେହି ଯାଉନାହାନ୍ତି ଟ୍ରଷ୍ଟ କଲି ସେଇମାନଙ୍କୁ ଉଠେଇ ଚାକିରି କଲିନି ଆଜି ଯାଇ ଆପଣମାନଙ୍କର ଆଶୀର୍ବାଦରୁ 60ଟା ଖଣ୍ଡେ ଅନାଥ ପୁଅକୁ ଅନାଥ ଝିଅକୁ ବାହାଘର କରିଛି 5-6 ହଜାର ଅନାଥ ପିଲାଙ୍କୁ ଚାକିରି କରିଛି ଯିଏ ହସ୍ପିଟାଲ ପଡ଼ୁଛୁ ଆସିକି ମୋ ପାଖରେ ରହୁଛୁ ମୁଁ ସେବା କରୁଛି ମୁଁ ସେଇ ଗୋଟେ କଥାଟାକୁ ଲିଭେଇବା ପାଇଁ ଚେଷ୍ଟା କରିଛି ତଥାପି ମୁଁ ସକ୍ସେସ୍ ହେଇପାରିନି ଭାଷଣ ଦେଲେ ଖାଲି ହେବନି ଜୟ ଜୟ ପିତାମାତାକୁ ଭଗବାନ କହିଲେ ହେବନି ପିତାମାତାକୁ ଲାତ ମାରୁଥିବା 10 ଟଙ୍କା ପାଇଁ ମା ମରିଯିବ ବାପାକୁ ଅସମ୍ମାନ କରୁଥିବା ପୁଅ କୋଟିପତି ଆମେରିକାର ଇଣ୍ଡିଆରେ କିନ୍ତୁ ଭାଇ ଭାଇର ଝଗଡ଼ା ଲାଗି ବିଚରା 100 ଟଙ୍କା ଦେଲେନି ବ୍ଲଡ଼ ପ୍ରେସର ଇଏରେ ମରିଗଲା ବାପା କିନ୍ତୁ ତାର ଶ୍ରାଦ୍ଧକୁ ମୁଁ ମୁଖ୍ୟ ଅତିଥି 40 ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି ବାପା
କିନ୍ତୁ ମରିଗଲା 100 ଟଙ୍କା। ଆମେ ବାପାକୁ ଭଗବାନ କହିଦେଲେ ବାପା ଭଗବାନ ହେଇଯିବନି, ଜୀବକୁ ଭଗବାନ କହିଦେଲେ ଜୀବ ଭଗବାନ ହେଇଯିବନି। ଆମେ ଜୀବକୁ ଯଦି ରକ୍ଷା ନ କରିବା, କାରଣ ଜୀବ ଜଗତ ଆଜି ଧ୍ୱଂସ ମୁଖରେ ଲୋପ ହେଇଗଲାଣି ଆଜ୍ଞା। ଶାଗୁଣା ବଂଶ ଲୋପ ହେଇଗଲା, ଚିଲ ବଂଶ ଲୋପ ହେଇଗଲା, ଫୁଲ ଶାଗୁଣା ଲୋପ ହେଇଗଲା। ଯେଉଁମାନେ ଆମକୁ ବଞ୍ଚଉଛନ୍ତି, ଯେଉଁ ଜୀବ ଆମକୁ, ଆମେ ସେ ଜୀବ ବିନା ଆମେ ମରିଯିବା, ସେ ଲୋପ ହେଇଯିବ। ଖାଲି ଜୀବ ଭଗବାନ କହିଦେଲେ ଆତ୍ମଜ୍ଞାନ ନୁହେଁ ବାବୁ ଭାଷଣର କଳା, ପ୍ରକୃତ ତ୍ୟାଗରେ ଗଢ଼ା ଆତ୍ମଜ୍ଞାନ ପୁସ୍ତକରେ ଭାଷଣରେ ନାହିଁ ଆତ୍ମଜ୍ଞାନ, ସେବା ତ୍ୟାଗ অনুভবে দেখ বৃক্ষ আত্মজ্ঞানী কহে নাহি জগতর ভিতরালি সবু দেউছি লেখ হরবি দেউছি লক্ষ লক্ষ মিঠা ফল ফুল দেউছি ঔষধ দেউছি ততে ছাই দেউছি জালিবাকু নিজ দেহ সমর্পি ଦେଇଛି ফল হেলে নই যায় তা সন্তান পাই নম্রতারে শ্রেষ্ঠ দেব তাহা সন নাই হত্যা কলা বেড়ে ততে প্রাণ দেউছি একামার খাই ফল উজাড়ি যেতବେଳେ হত্যা করছু হে মনুষ্য তু যেতବେଳେ গছকু হত্যা করছু সে তোতে প্রাণ দৌছি কହୁଛି ମୋ ପୁଅଟା ଥକିଯିବ ତାକୁ ଛାଇ ଦଉଛି ମତେ ହତ୍ୟା କର। ଆଉ ତମେ ଜାଣିନ, ଯୋଉମାନେ ପାଠ ପଢିଛନ୍ତି ଜାଣିଛନ୍ତି, ସାଇନ୍ସ ବାଲା ଯୋଉମାନେ ଟିକେ ଦି ଅକ୍ଷର ପଢିଛନ୍ତି ଜାଣିଛନ୍ତି, ଯେତେବେଳେ ଗଛକୁ ହତ୍ୟା କରାଯାଏ ସେ ବେଶୀ ଅକ୍ସିଜେନ ଛାଡେ, କାରଣ ସେ ଜାଣିଛି ମରିଯିବ। ଆଉ ସେ ବେଶୀ ଜଳବାୟୁ ଛାଡ଼ିଦିଏ, ମୋ ପୁଅଟା ଶୀତଳ ହବ, ନହେଲେ ଆମେ ଜଳିଯିବା। ଗୋଟେ ସେକେଣ୍ଡ ଗଛ ଯଦି ଲୋପ ହେଇଯିବ, ଗୋଟେ ଫ୍ରାକ୍ସନ ସବୁ ଜୀବ ଜଗତ ସ୍ୱପ୍ନା ଗତି ମାଛ ପାଣି ତଳେ ଉଡୁଥିବା ଚାଲୁଥିବା ଜୀବ ସବୁ ମରିଯିବା, ପ୍ରାଣଦାତା ସାରା ଜଗତର। କିନ୍ତୁ ସିଏ କ'ଣ କରୁଛି? ସିଏ ଆତ୍ମଜ୍ଞାନୀ, ସିଏ ବି ଜୀବ, ସିଏ ବି ବଢୁଛି, କଥା କହୁଛି, ଫିଲିଂ ଅଛି, ଦୁଃଖ ସୁଖ ଅଙ୍ଗେ ନିଭଉଛି। ସାଇଣ୍ଟିଷ୍ଟ ମାନେ ରିସର୍ଚ୍ଚ କରି ଦେଖିଛନ୍ତି ମଣିଷ ଗଛ ଭିତରେ ଡିଫରେନ୍ସ, ସିଏ ବି ବଢୁଛି। କିନ୍ତୁ ସିଏ ଦୟାଳୁ, ପରୋପକାରୀ। କାହିଁକି? ତା ଭିତର ଶବ୍ଦ ଶୁଣିଛି, ଆମେ ଶୁଣିନୁ। ସେଦିନ ପିଞ୍ଜରା ଭିତରେ ସେ ଶୁଆଟା ଫରଫ ଡାକୁଛି, ବିଚରା ଧରି ନେଇଛନ୍ତି ରାଜକୁମାର ରାଜା କର୍ମଚାରୀ ଧରି ନେଇଛନ୍ତି, ରାଣୀକି ଉପହାର ଦେଇଛନ୍ତି। ଶୁଆ କଥା କହୁଛି, ହରିନାମ ରାମ ନାମ ସତ୍ୟ ଶୁଣନ୍ତି ବିଶ୍ୱମୃତ ଶ୍ରୀପଦ ଅହମ ବ୍ରହ୍ମାସ୍ମି ଗପୁଛି। କିନ୍ତୁ ତଥାପି ତାର ଫରଫ ଡାକୁଛି। କାହିଁକି? ସେ ସ୍ୱଭାବର ମୁକ୍ତ, ସେ ମୁକ୍ତରୁ ସୃଷ୍ଟି ହେଇଛି ନା, ସେ ଫରଫ ଡାକୁଛି। ଦିନେ ଭୁଲ ତାର ଲକ୍ ଖୋଲି ଯାଇକି ଉଡ଼ି ଯାଇଛି,
उड़ी जाई जाते से जाई ता बापा पाख जंगल ता बापा माँ से उड़ी जाई से उड़ी गला पर ता बापा देखो किए जने आसी कि सुआ भलिया गाई पानी चिं 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 कोई अरे किए जने आसी ता बापा खोजुची 12 वर्ष होला से गाई बापा माँ खोजुचन हजिला पुओ को माँ खोजे पाखर थिबा पुओ को खोजे सुना देले भी हीरा भक्ति बदले छेना देले भी माँ देली कांदुची हजिला पुओ बापा माँ खोजुचन से सुआ आसी बापा देखी चाहे कुआड़े आई मु तो मो पुओ बापा 12 वर्ष तले मते इति अठा काठर पकी मते राज कर मते जन देले मु सेठी बेदरबित हे जाईची बापा ना आउ कोन करछु मते लक्ष लक्ष लोक मुंडिया मारछथि कोन खाउछु छेना खाउची मते राजकुमारी एई मु देवता हे जाईची मते ना काई तू ताने एते खुशी रे पळे आइल कहि ना बापा मु स्वतंत्र मुक्त स्वावलंबी आउ स्वाभिमानी हे पाली मो आत्मा सब बेले किसी गोटे खाली खाली लगे मुझे मु अणनिश्वास हो गली बापा टिके खोला पारे आज उड़ी आईली ना तू जब उड़ी आईलु एबे भी समय अच्छी तू तो अमृत तू पळे जा ना बापा आ जीविनी ना तू पळे जा रे पुओ कारण तू जे आसीचु तू खरारे थकी जाइए कलाहांडिया मेघ गोटे गोटी आसी देख यही मेघ जदि आसो तू वर्षा तू मरीजु बिचरा आ जेहेतु बापा बाप के पुओर मरवा चाहे कि तू पड़ा ना कहीं बापा ना तोर तोर स्वभाव नष्ट हो जाए तू तो भितर शब्द शुणी पानु आ ना किमती शब्द ना मुनि समाज कहले गुरु कहले तो अंधविश्वास भितर शब्द शुण तो भितर शब्द तू शुणी पानु ना कौ क्या शब्द शुणुचु ना गीता शब्द शुणुचु वेद शब्द शुणुचु वेद कहूँ तो भितर शब्द टिके शुण रे ना बापा मु चाहूँ शुणी देख तो भाई ता भाई उड़ी आस खरारे सिंह भाया उड़ी आस ये भितर शब्द शुणुची से मनीष छुआटा जो कहला से भाई की कहला कुना किया लसुआ बुलुचु खरा बेले आम पासे खाई पूजे दे मीठा पिजुली थाले सुनार एक पीरा गढ़ी आनिबे बापा मोर कुमारी देवी लतते कदली छेना सोर सुनागी नारे देवी मु पानी रूप थाली रे भात बुलाई देवी मेरा बुकेटे देखिबु तुलो जात कहिला सुआ ना भाई ना सहिलु सत एका मनरे तोर सरदा थाउ नीति हेबा देखा हे मनीष पुओ मो सांग मोर सखा तते धन्यवाद दउचु तोर श्रद्धा भल पाइबा को देखिकी किंतु मते तू पिंजरा भीतर को डाकनी भाई तू जानिनु मुक्तिर के आनंद तो बापा को पचार सी भी जाने कारण से कोटियार दास होइची कहीं दास होइची से भितर शब्द शुणी पानी तू से दासर पुओ कौन दास तू जानिनु मुक्तिर के आनंद तू श्रद्धा अच्छी तो बापा को जा पचार मुक्तिर स्वाद सी पाइनी कामर दास क्रोधर दास लोभर दास मोहर दास आसक्तिर दास आलस्यर दास लोभर दास लज्जार दास घृणार दास शंकार दास तंद्रा दास एमती हजारे प्रकार अच्छे तो बापा भीतर लगे से स्वतंत्र हो पारे मु स्वतंत्र मते तू दासत्व करिया तो पिंजरा भीतर को जीवनी कहीं मन आनंदे उड़ी बुलुछि खुशी रे गाए गीत माने ना खरा झड़ी बरसा माने ना पुणी शीत मनीष भाई प्रसुना पिंजरी देवकी से ही सुख पर धीन बंदी जीवन अटाई महापाप लड़ा नहीं तो सुना पिंजरी रूपा थाली रे भात एक छडाय सरगमर बड़ परामित मुक्तिर
ମୁଁ ସ୍ୱତନ୍ତ୍ର, ମୋ ଆତ୍ମା ସ୍ୱତନ୍ତ୍ରରୁ ଆସିଛି, ମୋ ଆତ୍ମା ଗୋଟେ ଏଭଳି ଏଣ୍ଟିଟିରୁ ଆସୁଛି। ମୁଁ ମୁକ୍ତ, ମୋ ବାପା ମୁକ୍ତ। ମୁଁ ଯେଉଁ ଆତ୍ମାରୁ, ଯେଉଁ ଆତ୍ମା ତାର ସ୍ୱଭାବ ହେଉଛି ମୁକ୍ତ, କିନ୍ତୁ ତୁ ମୋତେ ଡାକିନି ତୋ ପିଞ୍ଜରୀ ଭିତରକୁ। ସେଥିପାଇଁ ତା ବାପା ସେ ଛୁଆ କହିଲା, ତୁ ତୋ ସ୍ୱତନ୍ତ୍ର ହରେଇ ଦେଇଛୁ, ତୋର ସ୍ୱାଧୀନତା ହରେଇ ଦେଇଛୁ, ତୋର ଶୁଆପଣିଆ ହରେଇ ଦେଇଛୁ, ତେଣୁ ତୁ ବାପା ପଳା, ବର୍ଷା ଆସୁଛି, ତୁ ମରିଯିବୁ। ମୁଁ ଯେଉଁ ବାପା ସେ ଉଡ଼ି ଯାଇଛି, ପୁଣି ପିଞ୍ଜରା ଖୋଲା ଅଛି। ସେଥିପାଇଁ ଆମେ ପଢ଼ୁଛେ ତ ଭିତର ଶବ୍ଦ ଶୁଣ। ଆଜି ଯାଏ ଆମେ ଭିତର ଶବ୍ଦ ଶୁଣିପାରିଲେନି। ଆମ ଖାଦ୍ୟ କ'ଣ? ଶୁଆଟା ଶୁଣିଲା, ସେ ଫଳ ଖାଉଛି, ଆଇଁଷ ଖାଉନି। ଚିଲଟା ଶୁଣିছে ତା ଭିତର ଶବ୍ଦ, ଆଇଁଷ ଖାଉଛୁ, ଫଳ ଖାଉନି। ଛପନା କୋଟି ଜୀବ ଜାଣିଛି ତା ଖାଦ୍ୟ, ଛପନା କୋଟି ଜୀବ ଜାଣିଛି ତାର ପୋଷାକ, ତାର କ୍ୟାରେକ୍ଟର, ତାର ଇନଷ୍ଟିଙ୍କ୍ଟ, ତାର ଡ୍ୟୁଟିଜ। ଗଛ ଜାଣିଛି ତାର ଭିତର ଶବ୍ଦ ଶୁଣିଛି। ଅନନ୍ତ କାଳ ଜାଣି ସେ ଅକ୍ସିଜେନ ଦଉଛି, ବିଚରା ମଣିଷ ମରିଯିବ। ଗଛ ଜାଣିଛି ଟେକା ମାଇଲେ ସେ ଫଳ ଦଉଛି, ହତ୍ୟା କଲା ବେଳେ ତତେ ଛାଇ ଦଉଛି। ଗଛ ତା ଭିତର ଶବ୍ଦ ଶୁଣିଛି। କିନ୍ତୁ ଦୁର୍ଭାଗ୍ୟ, ମୁନି ସମାଜ ବଜ୍ର କଣ୍ଠରେ ଗୁରୁ କହିଲେ, ରେ ମଣିଷ, ଆତ୍ମଜ୍ଞାନର ସର୍ବଶ୍ରେଷ୍ଠ ଜ୍ଞାନ, ଅନ୍ଧବିଶ୍ୱାସ ଛାଡ଼ିକି ତୋ ଭିତର ଶବ୍ଦ ଶୁଣ। ତୋର ଗୁରୁ, ତୋର ପଥ ପ୍ରଦର୍ଶକ ତୋ ଭିତରେ ବିଦ୍ୟମାନ। କିନ୍ତୁ ଆମେ ଶୁଣିପାରିଲୁନି, ଆମେ ଶୁଣିପାରିଲୁନି। ଆମେ ଲୋଭ ଆସକ୍ତିର ଦାସ ହଉଛୁ। ଘରଟା ଯଦି ଯେଉଁ ଘରେ ଆମେ ଯେ ବାପା ମାଆଙ୍କୁ ସେ ସାକ୍ଷାତ ଦେବତା ଆମେ ଦେଖିନୁ ଆଜ୍ଞା। ଆମର ସୃଷ୍ଟିକର୍ତ୍ତା କିଏ? ବ୍ରହ୍ମା। ଆମେ ବହି ପଢ଼ିଛୁ, ବହୁତ ପାଠ ପଢ଼ିଛୁ, ଚିତ୍ର ଦେଖୁଛୁ, କିନ୍ତୁ ଆମର ସୃଷ୍ଟିକର୍ତ୍ତା ଆମେ ଶୁଣୁଛୁ ବ୍ରହ୍ମା, କିନ୍ତୁ ଦେଖିନୁ। କଥା କହିଲୁ ପାଳନକର୍ତ୍ତା ବିଷ୍ଣୁ, ଆମେ ଦେଖିନୁ। ଆମ ହାତ ଧରିକି ବିଷ୍ଣୁ କେବେ ଚଲେଇନି। ମହେଶ୍ୱର ଆମ ରକ୍ଷାକର୍ତ୍ତା, ଆମ ପାଳନକର୍ତ୍ତା, ଆମର ବିନାଶକର୍ତ୍ତା ଆମେ ଦେଖିନୁ। ଦୁର୍ଗା ଆମକୁ ରକ୍ଷାକର୍ତ୍ତା, ମଙ୍ଗଳା ଆମକୁ ଆମ ମଙ୍ଗଳକର୍ତ୍ତା, ଆମେ କିନ୍ତୁ ଦେଖିନୁ। କଥା କହିଲୁ ଅନ୍ଧବିଶ୍ୱାସ। ଆଜି ଯାଏ ଜପୁଛୁ, ଢାଳୁଛୁ ପଇସା, ଢାଳୁଛୁ ଘିଅ ମନ୍ଦିରରେ, କିନ୍ତୁ ଏତିକି ସତ୍ୟ, ମୁଁ ଦେଖିଛି ଆଜ୍ଞା ବ୍ରହ୍ମା ବିଷ୍ଣୁ ମହେଶ୍ୱରକୁ। ମୋ ବ୍ରହ୍ମା ବିଷ୍ଣୁ ମହେଶ୍ୱର ମୋ ବାପା ମା। ମୁଁ ଜାଣେନି ବ୍ରହ୍ମା ସୃଷ୍ଟି କରିଛନ୍ତି, ମୁଁ ଜାଣେନି କିଏ ମୋତେ ସୃଷ୍ଟି କରିଛି, କିନ୍ତୁ ମୁଁ ଏତିକି ଜାଣିଛି, ସତ କହୁଛି ଆଜ୍ଞା, ତ୍ରିବାର ସତ କହୁଛି। ଅନା ମୁନି ଜଣେ କହୁଛି, ମୋ ମା ମୋତେ 10 ମାସ 10 ଗର୍ଭରେ ଧରିକି ମୋତେ ସୃଷ୍ଟି କରିଛି, ମୋ ବାପା ମୋତେ ସୃଷ୍ଟି କରିଛି। ମୋ ପାଇଁ ମୋ ବ୍ରହ୍ମା, ମୋ ବାପା ମା। ଆଜ୍ଞା ମୋତେ କି ହାତ ଧରିକି ମୁଁ ଚଲେଇନି, ପାଳନ କର୍ତ୍ତା, କିନ୍ତୁ ଏତିକି ଜାଣିଛୁ ବୁଢ଼ା ହେଲିଣି। ମୋ ମା ବଞ୍ଚିଛି 95 ବର୍ଷର ବୁଢ଼ୀ, କିଛି ଯଦି ହେଇଯିବ ସେଠି କାନ୍ଦୁଛି, ବାଘ ଭଳିଆ ସେଠି ଚିତ୍କାର କରୁଛୁ। ଯେତେବେଳେ ମୋର ରହିଛି ସେ ଭଗବାନଙ୍କୁ ଡାକୁଛି ଧରି ଧରିକି, ହେ ପ୍ରଭୁ ମୋ ପୁଅକୁ ରକ୍ଷା କର। କିଛି ଦେଇନି ବିଚରା। ମୁଁ ତ ସଦା ଦରିଦ୍ର ହେଇକି ରହିଲି, ପଇସା ପଛରେ ଗୁଡ଼େଇନି। ଏଇ ଅନାଥ ପିଲାଙ୍କ ପାଇଁ, ଅସହାୟ ପିଲାଙ୍କ ପାଇଁ ଲକ୍ଷେ ଗଛ ଉଦ୍ଧର ଲଗେଇଛି, ଗୋଶାଳା ପରୋପକାର ପାଇଁ ମୋ ଜୀବନଟା କଟିଗଲା। ଆଜି ଯାଏ ମୋ ସାଇକେଲ, ମୋ ଗାଡ଼ି କାୟ ମୋ ନିଜ ପାଇଁ ଚାଲିନି, ମା ପାଇଁ ବେଶୀ କିଛି କରିପାରୁନି। ମୋ ଭାଇ ପାଖରେ ଅଛି ମୋ ମା, କିନ୍ତୁ ଏବେ ବି ସିଏ ମୋ ମା ଚିତ୍କାର କରିକି କାନ୍ଦେ, ମୋ ପୁଅର କ'ଣ ହେଇଯିବ, ପ୍ରଭୁ ରକ୍ଷା କର। ମୁଁ ଜାଣିନି ମୋ ବ୍ରହ୍ମାକୁ, ମୁଁ ବିଷ୍ଣୁକୁ। ମୋ ବାପା ତ ମରିଗଲା, ମୁଁ ଅଳ୍ପ ଦିନ, ସେ ବି ହାତ ଧରିକି ଚଳୁଥିଲା। ଆମ ବ୍ରହ୍ମା, ଆମ ବିଷ୍ଣୁ, ମଙ୍ଗଳାକୁ ଆମେ ଜାଣିନେ। ମା ବିଚରା ହସ୍ପିଟାଲ ପଡ଼ିଛି, ଘର କାଶୁଛୁ, ତା ପାଇଁ ପଇସା ନାହିଁ, ମଙ୍ଗଳା ପାଖରେ ଅଛୁ। ଗୋଟେ ଦିନ ଡାକ ଶୁଣିନି, ମା ବିଚରା କ'ଣ ନ କରୁଛି। ସ୍ୱର୍ଗାଦପି ଗରିୟସୀ ଜନନୀ ମୋ ଧରିତ୍ରୀ, ଦୟାମୟୀ କରୁଣା ମା, ତୋର ତୁଳନା ନାହିଁ। জীবন সারা দেই মমতা প্রতিদানে তুমা কিস পাইলু লতক ধারা লুচাই পরা মোর দুঃখ কষ্ট সবু সহিলু মাল নমামি
ରଖିଥିଲେ ମୋତେ ନିର୍ଦ୍ଦେଶ ହେଇଥିଲା ସଭାପତି ମହୋଦୟ ମୋର ଭାଇ କହିଥିଲେ କହିଲେ ଘର ପରିବାର କେମିତି ରହିବ ଆଜ୍ଞା ପରିବାର ସେଇଦିନ ଠିକ ହେଇଯିବ ଯେଉଁଦିନ ବାପାର ମର୍ଯ୍ୟାଦା ମାର ମର୍ଯ୍ୟାଦା ପୁଅମାନେ ଦେବେ ସେଇଦିନ ସେ ବୈକୁଣ୍ଠ ସମାନ ଆହା ଅଟେ ସେଇ ଘର ପରସ୍ପର ସ୍ନେହ ଜହିଁ ଥାଏ ନିରନ୍ତର ମୁରବୀ ମାନିବା ଜଣକୁ କାରଣ ଶାସ୍ତ୍ର କହିଛି ଗୋଟି ନାୟିକା ବାଳ ନାୟିକା ଆଉ ଜଣେ ଅଛି ତେଣୁକରି ଯଦି ଆମର ନାୟିକା ଆମର ନାୟକ ମାଲିକକୁ ଗୋଟେକୁ ନ ମାନିବା ଆମେ ସମ୍ମାନ ନ ଦେବା ସେ ଘର ନଷ୍ଟ ହେଇଯିବ ସେଥିପାଇଁ ବାପ ମାଆକୁ ଯେଉଁ ଘରେ ମର୍ଯ୍ୟାଦା ଦିଆଯାଏ ସେଇ ଘରେ ଭଗବାନଙ୍କର ବାସସ୍ଥାନ ହେଇଯାଏ ବୈକୁଣ୍ଠପୁର ଆଜ୍ଞା ତିଆରି ହେଇନି ସ୍ୱର୍ଗ ତିଆରି ହେଇନି ସ୍ୱର୍ଗ ଭଗବାନ ତିଆରି କରୁନାହାନ୍ତି ଯୋଉଠି ଭଲ ମଣିଷ ରହେ ସେଇଟା ସ୍ୱର୍ଗ ଆଉ ନର୍କ ଆଜ୍ଞା ନାହିଁ ନର୍କ କିଛି ଗଞ୍ଜଡ଼ିଆ ମୂର୍ଖମାନଙ୍କର ସୃଷ୍ଟି ନର୍କକୁ ଯିବ ନର୍କ ବୋଲି କିଛି ନାହିଁ ଯେଉଁଠି ଖରାପ ଲୋକ ରହେ ସେଇଟା ନର୍କ ଯୋଉଠି ଭଲ ଲୋକ ରହେ ସେଇଟା ସ୍ୱର୍ଗ ହେଇଯାଏ ସେଥିପାଇଁ ବୈକୁଣ୍ଠ ସମାନ ଆହା ଅଟେ ସେଇ ଘର ପରସ୍ପର ସେ ସ୍ନେହ ଜୟୀ ଥାଏ ନିରନ୍ତର ଯୋଉଠି ପୂଜାର ବ୍ୟତିକ୍ରମ ଘଟେ ଯୋଉଠି ଅସମ୍ମାନ କରାଯାଏ ବାପ ମାଆକୁ ଯୋଉଠି ପିତୃତୁଲ୍ୟ ଗୁରୁଜନକୁ ଅସମ୍ମାନ କରାଯାଏ ସେ ଜାତି ଧ୍ୱଂସ ହେଇଯାଏ ସେ ସଭ୍ୟତା ଲୋପ ହେଇଯାଏ ସେ ଘର ଛାରଖାର ହେଇଯାଏ ତେଣୁକରି ଆମେ ସେଇଦିନ ସେ ଘର ସୁନା ହେଇଯିବ ଯୋଉ ଟପିକ ରଖିଥିଲେ ସେ ଯେଇଦିନ ବାପ ମାଆକୁ ଆମେ ସମ୍ମାନ କରିବା ଗୁରୁଜନକୁ ସମ୍ମାନ କରିବା ଆତ୍ମଭଗବାନକୁ ଜାଣିବା ପାଇଁ ଚେଷ୍ଟା କରିବା ତା ଭିତର ଶବ୍ଦ ଶୁଣିବା ପାଇଁ ଯେଦିନ ଶୁଣିପାରିବା ସିଏ ବତେଇ ଦେବ କିଏ ସତ୍ କିଏ ଅସତ୍ ମୁଁ ଏତିକି କହି ମୋ ବାଣୀକି ବିରାମ ଦେଉଛି ଯଦି ଟିକେ ବେଶୀ ସମୟ ନେଇଯାଇଛି ଅଜଣା ଅବଚେତନରେ ମୁଁ ଆମର ଦୁର୍ବାସା ମୁନିକୁ ମୁଁ କ୍ଷମା ପ୍ରାର୍ଥନା କରୁଛି କାରଣ ତାଙ୍କର କିଆଡ଼େ ରାଗିଗଲେ ଅଭିଶାପ ହେଇଯିବ ମୋତେ ଆଜ୍ଞା ଦୟାକରି ଅଭିଶାପ ଦେବେନି ଦୁର୍ବାସା ମୁନିକୁ ମୁଁ ଅନୁରୋଧ କରୁଛି ଅନା ମୁନି ପୁଣି କ୍ଷମା ମାଗିକି ମୋ ବାଣୀକି ବିରାମ ଦେଉଛି ଜୟଜୀ ଅପରାଧୀ କ୍ଷମା ମାଗେ ଆପଣ କ'ଣ ଅପରାଧ କରିଛନ୍ତି ବରଂ କିଛି ଦୁଃଖ ମନରେ ସୁଖ ଅଶାନ୍ତ ମନରେ ଶାନ୍ତି ବିଷାଦ ମନରେ ଆନନ୍ଦ ଭରି ଦେଇଛନ୍ତି